ଚାଲିଛି। କାଉଡ଼ିଆ ମାନଙ୍କ ଉପରକୁ ଚାଉଳ ଧୂପ ଗୁଆ ଫିଙ୍ଗି ଆମର ପୂଜକ ପାଳିଆ ସେବକ ପୂଜକ ସେମାନଙ୍କୁ ଅଭିନନ୍ଦିତ କରାଉଛନ୍ତି। ଚାଲିଛି ମନ୍ଦିର ପରିକ୍ରମା ଚାଲିଛି। ଭଲ କ୍ଲିୟର ଆସୁଛି ମନ୍ଦିର ସମ୍ପୂର୍ଣ୍ଣ ମୁକ୍ତ କରନ୍ତୁ। କେହି ମନ୍ଦିରରେ ରହନ୍ତୁ ନାହିଁ, କେବଳ କାଉଡ଼ିଆ ମନ୍ଦିରକୁ ଯିବେ। ମନ୍ଦିର ପରିକ୍ରମା ଚାଲିଛି। ସହସ୍ରାଧିକ କାଉଡ଼ିଆ ମନ୍ଦିର ପରିକ୍ରମା କରୁଛନ୍ତି। ପ୍ରାୟ ଶେଷ ବେଳା ହେଇଗଲାଣି। ଏବେ ମନ୍ଦିର ମନ୍ଦିର ପରିକ୍ରମା ପରେ ଆସୁନି କ୍ଲିୟର। ମନ୍ଦିର ପରିକ୍ରମା ପରେ ମନ୍ଦିର ପ୍ରବେଶ ହେବ। ମନ୍ଦିରରେ ପର୍ଯ୍ୟାୟକ୍ରମେ କାଉଡ଼ିଆ ମାନେ ପ୍ରବେଶ କରିବେ। ଅନ୍ୟ କାଉଡ଼ିଆ ମାନେ ଆମର ଯେଉଁ ସେଡ୍ ତିଆରି ହେଇଛି ସେପଟରେ ସେମାନଙ୍କର କାଉଡ଼ି ରଖିଦେଇ ଅପେକ୍ଷା କରିବେ। ପର୍ଯ୍ୟାୟକ୍ରମେ ଯେତିକି ମନ୍ଦିରରେ ଜାଗା ହେବେ 10-15 ଜଣ ଲେଖାଏଁ ଗୋଟାଏ ଗ୍ରୁପରେ ଯିବେ। ଧୈର୍ଯ୍ୟ ଧରି ସମସ୍ତେ ବସିବେ। ତରବର ନ ହୋଇ ଶିବଙ୍କୁ ମନ ଦେଇ ଅଭିଷେକ କରାଇବେ। ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ଭଗବାନ ଶିବ ଶଙ୍କରଙ୍କୁ ନିବେଦନ କରିବେ। ଭୋଳାନାଥଙ୍କୁ ନିବେଦନ କରିବେ, ହେ ଭୋଳାନାଥ, ଆମେ ଏତେ ପରିଶ୍ରମ କରି ମହାନଦୀର ଶ୍ରାବଣର ଜଳକୁ ଆଣି ପବିତ୍ର ଜଳକୁ ଆଣି ଆମେ ମସ୍ତକରେ ଆପଣଙ୍କର ଅବଗାହନ କରିଛୁ। ଆପଣଙ୍କୁ ଗାଧେଇ ଦେଇଛୁ, ଆପଣଙ୍କୁ ସନ୍ତୁଷ୍ଟ କରିଛୁ। ଆପଣ ସନ୍ତୁଷ୍ଟ ହୁଅନ୍ତୁ ନହେଲେ ବି ଆମେ ଆପଣଙ୍କୁ ସନ୍ତୁଷ୍ଟ କରାଉଛୁ। ଆମେ ବରବାଦ ଯାଚନା କରୁଛୁ, ବର ମାଗୁଛୁ। ଆମକୁ ବର ପ୍ରଦାନ କରନ୍ତୁ, ହେ ଶିବ ଶଙ୍କର, ହେ ଭୋଳାନାଥ।